ଅଛ? ପାଠ ପଢୁଛ ସମସ୍ତେ? ସବୁଦିନ ପାଠ ପଢୁଛ? ଆଚ୍ଛା ହଉ। ଆମେ ଦିଟା ତିନିଟା ଗପ ଶୁଣିଥିଲେ, ଆଜି ଆଉ ଗୋଟେ ଗପ ଶୁଣିବା। ସମସ୍ତେ ଶୁଣିଲେ ନା ଗପ? ଗପ ନାଁ ହେଲା କୁକୁଡ଼ା ଛୁଆ ବଜାର ଗଲେ। କିଏ ବଜାର ଗଲେ? ମଜା ଗପ ନା ଏଟା? ଆମେ ସମସ୍ତେ ଜାଣିଛେ ମଣିଷ ମାନେ ବଜାର ଯାଆନ୍ତି, କିନ୍ତୁ କୁକୁଡ଼ା ଛୁଆ ମାନେ ବଜାର ଯାଆନ୍ତି। ଏଟା ମଜା ଗପ ନା? ସମସ୍ତେ ଶୁଣିବା? ସମସ୍ତଙ୍କ ଇଚ୍ଛା ଅଛି ନା ଗପ ଶୁଣିବା ପାଇଁ? କାଇଁ ପାଟି ତ ଶୁଭୁନି ଛୁଆଙ୍କର? ହଉ, ଗପ ପାଇଁ ମନ ଦେଇ ଶୁଣ, ତାକୁ ପଛରେ କହିବ ହେଲା। 5ଟି କୁକୁଡ଼ା ଛୁଆ ଥିଲେ। କେତେଟା ଥିଲେ? 5ଟି। ଦିନେ ସେମାନେ କୋଉଠିକି ଗଲେ? ବଜାରକୁ ଗଲେ। କୁକୁର ବି ସେମାନଙ୍କ ସହିତ ଗଲା। କିଏ ଗଲା ତାଙ୍କ ସହିତ? କୁକୁର। କେତେଟା କୁକୁଡ଼ା ଛୁଆ ଥିଲେ? 5ଟି। 5 କିଏ ଗଲା? କୁକୁର। ସେମାନେ କୋଉଠିକି ଗଲେ? ବଜାର। କୁକୁଡ଼ା ଛୁଆ ମାନେ ସୀତାଫଳ, କଦଳୀ ଆଉ ଆମ୍ବ ଆଣିଲେ। କଣ ଆଣିଲେ? ସୀତାଫଳ, କଦଳୀ ଆଉ ଆମ୍ବ ଆଣିଲେ। ସେମାନଙ୍କ ଫେରିବା ବାଟରେ ଗୋଟେ ବଣ ପଡ଼ିଲା। ସେମାନେ ବଜାର ଯାଇଥିଲେ, ବଜାର ଆସିଲା ବାଟରେ ଗୋଟେ ବଣ ପଡ଼ିଲା। କଣ ପଡ଼ିଲା? ବଣ ଭିତରେ ବିଲୁଆଟିଏ ଥିଲା, ବାହାରିକି ଆସିଲା। କିଏ ବାହାରିକି ଆସିଲା? ବିଲୁଆ। ସେ କଣ କଲା? କୁକୁଡ଼ା ଛୁଆ ମାନଙ୍କୁ ଖାଇବାକୁ ଆସିଲା। କିଏ ଆସିଲା ଖାଇବା ପାଇଁ? ବିଲୁଆ। କୁକୁରଟି କଣ କଲା? ଭୋ ଭୋ କରି ବିଲୁଆଟାକୁ ଡରେଇଲା। କିଏ ଡରେଇଲା? କୁକୁର। ବିଲୁଆ କଣ ହେଲା? ଡରିଗଲା। ଡରି ଯାଇକି କଣ କଲା? ବଣ ଭିତରୁ ଯାଇକି ଲୁଚିଗଲା। ତେଣୁ କିଏ ଡରେଇଲା ବିଲୁଆକୁ? କୁକୁର। କୁକୁର କାହା ସାଙ୍ଗରେ ଥିଲା? କୁକୁଡ଼ା ଛୁଆ ସାଙ୍ଗରେ କିଏ ଥିଲା? କୁକୁର ଥିଲା। ଯେତେବେଳେ ବିଲୁଆ କଣ କରୁଛି? କୁକୁଡ଼ା ଛୁଆଙ୍କୁ ଖାଇବା ପାଇଁ ଆସିଛି, ସେ କଣ କଲା? କୁକୁର ସେଠି ତାଙ୍କୁ ଗୁଡେଇଲା। ଯେହେତୁ ତା ସାଙ୍ଗ ସିଏ ନା, କୁକୁଡ଼ା ଛୁଆର ସାଙ୍ଗ କିଏ? କୁକୁର। ତେଣୁ କୁକୁର ଛୁଆ ତାଙ୍କ ସାଙ୍ଗରେ ଥିଲା। ବିଲୁଆ ଦେଖିଲା କୁକୁଡ଼ା ଛୁଆ ଆସୁଛନ୍ତି, ତାଙ୍କୁ ଖାଇବା ପାଇଁ ଆଟାକ୍ କଲା। ତେଣୁ ସେମାନେ କଣ କଲେ? ତା ସାଙ୍ଗରେ ଯେହେତୁ ସେଠୁ କୁକୁର କଣ କଲା? କୁକୁଡ଼ା ଛୁଆକୁ ବଞ୍ଚାଇବା ପାଇଁ କାହାକୁ ଡରେଇଲା? ବିଲୁଆ। ବିଲୁଆକୁ ଡରିକି କୋଉଠିକି ପଳେଇଲା? ବଣ ଭିତରକୁ ପଳେଇଲା। କୁକୁଡ଼ା ଛୁଆ